ଶୁଣନ୍ତୁ, ସିଏ କଣ କଲେ ନା ଯେତେବେଳେ ନେଇକି ଠିଆ କରେଇଲେ, ମତେ ଠିଆ କଲେ, ମୋ ମାଙ୍କୁ ଠିଆ କରେଇଲେ, ତ ଗୋଟେ ପୁଅଟା ଯାଇଛି ମାନେ ତା ମା ଯିବନି କି ଆଜ୍ଞା? ନା ନିହାତି ଯିବ। କି ଆଁ? କଥା, ମୋ ପୁଅଟା ପୁଅ ଯାଇଛି ପୋଲିସ ମାନେ ମା ବାଲା ଯିବନି? ଡାକିଛନ୍ତି ମାନେ ହଁ ଯିବା କଥା। ମୋ ମା ଯେତେବେଳେ ଆସିକି ପହଞ୍ଚିଲେ, ମାନେ ମୋ ମାଙ୍କ ଆଗରେ ଭାବନ୍ତୁ, ଯୋଉଠି ସିଏ ମାନେ ମୁଁ ସେଦିନ ଭାବିଲି, ରିୟଲାଇଜ କଲି କି ମଣିଷ କଣ କରିପାରେ, ମାନେ ପଇସା ପାଇଁ ଇଏ କଣ କରିପାରେ, ସେ ଦେହ ସୁଖ ପାଇଁ ସିଏ କଣ କରିପାରେ। ମାନେ ଭାବନ୍ତୁ, ମୋ ମୋ ମା ସେ ଘରକୁ ନ ଗଲେ ମୋ ମା ଫୋନ କରି ମତେ ପଚାରେ ସେ ଘରକୁ ଗଲାଣି, ଖାଇଛି, ତାକୁ କହିବେ ତୁ ନହେଲେ ମୋ ଘରକୁ ପଳେଇ ଆସେ, ଖାଇଦେଇକି ଏଠୁ ପଳେଇବୁ ଅଫିସ ବୁଝିଲି ଟିକେ, ବୁଝିଲି। ବୁଝିପାରୁଛନ୍ତି? ମାନେ ମାସକୁ 15 ଦିନ ସେ ମୋ ଘରେ ଆସିବେ, ଖାଇକିରି ମୁଁ ଥିବି ଅଫିସରେ, ସେ ମୋ ଘରକୁ ଆସିବେ, ଖାଇବା ପିଇବା କରିବେ, ନିଜେ ରୋଷେଇବାସ କରିବେ, ଯିବେ। ସେଇଠି ମୋ ମାକୁ ଆଜ୍ଞା ଟାଣିଛି ଆଜ୍ଞା ଥାନାକୁ। ମାନେ ଭାବନ୍ତୁ, ଆପଣ ବିଲିଭ କରିବେନି, ଥାନା ବାଲା ମତେ ଯେତେବେଳେ କହିଲେ କି ତମ ବାପା ତା ଗାଡିଟା ଫେରେଇ ଦଉନ, ତମେ ତା ଗାଡିଟା କାହିଁ ରଖିଛ, ହେଲା, ମୁଁ କହିଲି ଆଜ୍ଞା ଗାଡି ସେ କୋଉଠି ବନ୍ଧା ପକେଇଛନ୍ତି କଣ କରୁ ତାଙ୍କୁ ପଚାରୁନାହାନ୍ତି। ଯେମିତି ମୋ ପାଟିରୁ ବାହାରି ଗଲା ବନ୍ଧା ୱାର୍ଡଟା, ଆଜ୍ଞା ମତେ ବସେଇଲେ। କାହିଁକିନା ଇଏ ଆଗୁଆ ଯାଇକି କଥା ହେଇଛନ୍ତି ଥାନା ବାଲାଙ୍କ ସହିତ କି ଆଜ୍ଞା ମୁଁ ସବୁ ମୁଁ କରିଛି, ବଟ୍ ମୁଁ କିଛି କରିନି। ବୁଝିଲି। ଏଇଟା ମୁଁ କେତେବେଳେ ଜାଣି, ତା ପରଦିନ ଥାନା 3 ଦିନ ମତେ ପୁରା ମେଣ୍ଟାଲ ଟର୍ଚର କରିଛନ୍ତି ନା, ମାନେ ବୁଝୁଛନ୍ତି? ଦୈନିକ ଆପଣ ଥାନାରେ ଯାଇକି ହାଜିରାଟା ଦେଲେ। ଆଜ୍ଞା। ତା ସେଦିନ ସିଏ ପଳେଇଲେ, ତାଙ୍କର ବନ୍ଧୁ, ତାଙ୍କର ଯିଏ ଅଛନ୍ତି ବାହା ହେଇଥିବା ଲୋକ, ବୁଝିପାରିଲେ, ମ୍ୟାରେଡ୍ ଲୋକ, ତାଙ୍କ ସହିତ ସେ 5ଟା ବେଳେ ଥାନାରୁ ବାହାରି ତାଙ୍କ ପାଖରେ ବ୍ୟାଙ୍କକୁ ଯିବି ବୋଲି କହିକି ଥାନାରୁ ଆସିଲେ। ଆଚ୍ଛା। ଆଜ୍ଞା ମୋ କାମ ଫାମ ଛାଡିକି ମୁଁ ଆଇଛି, ମୁଁ ଯାଉଛି ବ୍ୟାଙ୍କକୁ, ମୋ ମ୍ୟାନେଜର ଫୋନ କଲାଣି, ବଟ୍ ଯାଇକି ଆଜ୍ଞା ତାଙ୍କର ସେ ଯୋଉ ପୁରୁଷ ବନ୍ଧୁ ପାଖରେ, ବୁଝୁଛନ୍ତି, ବାହା ହେଇଥିବା ଲୋକ ପାଖରେ। ସେଇଟା ମୁଁ କେମିତି ଜାଣିଲି, କାରଣ ଥାନାକୁ ମୋର ଗୋଟେ ସାଙ୍ଗ ଆସିଥିଲା, ଯେହେତୁ ମୁଁ ଆସିଛି, ମୋ ସାଙ୍ଗ ଗୋଟେ ଆସିଥିଲା, ସେ ତାକୁ ଦେଖିକି ଯାଇଛି। ସେ ଦେଖିଲେ ତାକୁ ଆମର ଯୋଉ ଆମର ଯୋଉଟା ମଞ୍ଚେଶ୍ୱରରେ ଗୋଟେ ସ୍କୁଲ ଅଛି, ସେଇ ସ୍କୁଲ ପାଖରେ ସେ ତ ଦେଖି ମତେ ଫୋନ କଲା, ଆରେ ଇଏ ତ ଏଇଠି ଅଛି। ଭାଇକୁ ଜଗେଇ ଦେଇ ଯାଇଛନ୍ତି, ଭାଇ ଥାନାରେ। ଭାଇ ବି ଆଜ୍ଞା ଦେଖନ୍ତୁ କେମିତିଆ ଭାଇ ଆପଣଙ୍କୁ ଜଗିଛି, ସିଏ ତାର ସେପଟେ ତାକୁ ଦେହ ସୁଖ ଦରକାର, ଆକୁ ଟଙ୍କା ସୁଖ ଦରକାର। ଥାନାରେ ଜଣେ ମ୍ୟାଡାମ ଥିଲେ, ସିଏ ମାନେ ତାଙ୍କ ଆଗରେ ମୁଁ ଠିଆ ହେଇଛି, ମୁଁ ପୁରା ମାନେ ଭାବୁଥାଏ ମୋ ମେଣ୍ଟାଲ କଣ୍ଡିସନ କଣ, କି ଫାର୍ଷ୍ଟ ଟାଇମ ମୁଁ ଥାନାକୁ ଯାଇଛି। ଆପଣ ଭାବନ୍ତୁ, ସିଏ ଥାନାରେ ଆଗରେ କହୁଛନ୍ତି ତୁ ବାହାରକୁ ବାହାର, ତୋ ଗୋଡ ହାତ ନ ବାଡେଇ ଭାଙ୍ଗିଦେଇ ମତେ ଜାଣିବୁ। ମାନେ ସେ ଥାନାରେ ତାଙ୍କ ଭାଇ କହୁଛନ୍ତି? ହଁ, ଥାନା ପୁରା ଇଏ ଆଗରେ, ମାନେ ଥାନା ଭିତରେ? ଥାନା ଭିତରେ କ୍ୟାମେରା ବି ଲାଗିଛି, ତା ଆଗରେ କହୁଛନ୍ତି, ମାନେ ଭାବନ୍ତୁ ସାହସ କେତେ, ବୁଝୁଛନ୍ତି? ସେଠୁ ସେ ଯୋଉ ମ୍ୟାଡାମ ଯିଏ ଥିଲେ ତାଙ୍କୁ ଧନ୍ୟବାଦ କହିବା ପାଇଁ ଚାହିଁବି। ମ୍ୟାଡାମ କହିଲେ ତମେ କଣ ଗୁଣ୍ଡା, ତମେ ଆମ ଆଗରେ କଥା କହୁଛ ବାଡେଇବ ବୋଲି, ଏ କ୍ୟାମ୍ପସରୁ ବାହାରକୁ ଯା, ଏଠି ଠିଆ ହନା, କ୍ୟାମ୍ପସରୁ ବାହାରକୁ ଯା। ସତ କଥା, ମାନେ ଥାନାକୁ ବାହାର ଲୋକ ଗଲା ମାନେ ଚପଲ ଖୋଲିକି ଏଇଥିପାଇଁ ଯାଆନ୍ତି କାରଣ ମା କାଳୀକି ସେଠି ପୂଜା କରାଯାଏ। ଆଜ୍ଞା। ସେଠୁ ସିଏ ଏତ ଯାହା ହେଲା ହେଲା, ସେଦିନ ମୁଁ ଅଣ୍ଡରଟେକିଂ ଲେଖିଲି କି ମୁଁ ଆଜ୍ଞା କାଲି ସକାଳୁ ପୁଣି ଆସିକି ପହଞ୍ଚିବି, 8ଟା 9ଟା ବେଳେ ପୁଣି ଆସିକି ପହଞ୍ଚିବି। ତ ମତେ ଛାଡିଲେ, ମୁଁ ଆସିଲି ପୁଣି ଆଉଥରେ, ପୁଣି ଥାନାରେ ବସିଲି ଆଜ୍ଞା, ପୁରା ପାଖାପାଖି 7ଟା 8ଟା ପର୍ଯ୍ୟନ୍ତ ପୁଣି ବସିଲି, ହେଲା। ନ୍ୟାୟଟା ଗୋଟେ ଏମିତିଆ ନା ଆଜ୍ଞା, ପୁରୁଷ ପାଇଁ କିଛି ନାହିଁ। ଅବଶ୍ୟ ନାରୀ ମାନଙ୍କ ପାଇଁ ବହୁତ କିଛି ନିୟମ ଅଛି, ପୁରୁଷ ସେଇଟା ମାନଙ୍କ ପାଇଁ ହେଇଥିଲା ନାହିଁ। ଏଥିପାଇଁ କି ଆଜ୍ଞା, ବହୁତ ବହୁତ ଝିଅ, ବହୁତ ମା ମାନେ, ବହୁତ ଭଉଣୀ ମାନେ, ସେମାନେ ଆକ୍ଚୁଆଲି ପ୍ରତାରଣା ହଉଥିଲେ, ସେଥିପାଇଁ ହେଇଥିଲା। ବଟ୍ ଆଜିକାଲି ଯୋଉ ଜେନେରେସନ ହେଲାଣି ନା, ତାର ମିସ୍ ୟୁଜ କରିବା। ନାଇଁ ଅବଶ୍ୟ ସୁପ୍ରିମକୋର୍ଟ ଗତକାଲି ପୋକ୍ସୋ ଆଇନ ଉପରେ ଏବେ ଗୋଟେ ନିୟମ ଆଣିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଯାହା କହିଥିଲେ ୟୁପିର, ତା ଉପରେ ଗୋଟେ ସିଏ ଲଗେଇଛନ୍ତି ଯେ ସରକାର ଆ ବିଷୟରେ ନିୟମ ନୂଆ ତିଆରି କରନ୍ତୁ, ଯେ ଯଦି ଶାରୀରିକ ସମ୍ପର୍କ ରଖୁଛନ୍ତି ଆପଣଙ୍କ ସହମତିରେ ହଉଛି, ତ ତାକୁର ଦୁରୁପଯୋଗ ନ କରାଯାଉ ବୋଲି, ଯେ ମତେ ସିଏ ଧର୍ଷଣ କଲେ, ଏସବୁ କେସ୍ ଆଉ ହେଇପାରିବନି ବୋଲି ସୁପ୍ରିମକୋର୍ଟ ମଧ୍ୟ ନିଜର ରାୟରେ ପ୍ରକାଶ ସେ ଥାନା କରିଛନ୍ତି। ଆଇଏଏସ୍ କୁ ବି ମାନେ ଆପଣଙ୍କୁ ଜଣେଇବା ପାଇଁ ଚାହିଁବି, ମାନେ ଆପଣଙ୍କ ଚ୍ୟାନେଲ ମାଧ୍ୟମରୁ ତାଙ୍କୁ ବି ଧନ୍ୟବାଦ ଦେବା ପାଇଁ ଚାହିଁବି ଆଜ୍ଞା, ଥାନା ଆଇଏଏସ୍ କୁ। କାହିଁକି ଶୁଣନ୍ତୁ, ମାନେ ଇଏ ବହୁତ ପ୍ରେସରାଇଜ ତାଙ୍କୁ କରିଥିଲେ ଯେ ମତେ ନେଇକି ମାନେ ମତେ କୋର୍ଟ ଫରୱାର୍ଡ କରିବା, ଗୋଟେ ଭୁଲଭାଲ କରି ଗୋଟେ କେସ୍ ଫରୱାର୍ଡ କରିବା ପାଇଁ। ସେ ଜାଣିଛନ୍ତି ଯେ ମୋର କିଛି ଭୁଲ ନାହିଁ। ଯେତେବେଳେ ମୁଁ ଏକଥା କହିଲି 3 ଦିନ ପରେ, ସେ ଯୋଉ ଲୋକଟି ପାଖରେ ଗାଡିଟା ବନ୍ଧା ପଡିଥିଲା, ସେ ଲୋକ ସବୁ ଆଜ୍ଞା ଧରିକି ଆସିଲା। ତା ଏଗ୍ରିମେଣ୍ଟ କପି ବି ମୁଁ ଆପଣଙ୍କୁ ଦେଇଛି, ଦେଖିଲି ତ ଗାଡି ସବୁ ଜାଗା ଏଗ୍ରିମେଣ୍ଟ କପି ଦେଇଛି ମୁଁ ଆପଣଙ୍କୁ ଦେଖନ୍ତୁ। ସେଥିରେ ବି ଆଜ୍ଞା ମୋ ନାଁ ପଡିଛି ହଜବେଣ୍ଡ ବୋଲି। ସିଏ ସେଠୁ ଯେତେବେଳେ ଆସିଲେ, ଶୁଣନ୍ତୁ, ସେତେବେଳେ ଆସିଲେ, ସେତେବେଳେ ତାଙ୍କୁ ଦେଖିଲେ, ଫଟୋ ଦେଖିଲେ, କଣ ଆଜ୍ଞା ଦେଖିଲେ ଫଟୋରେ କିଏ ସିଗ୍ନେଚର କରୁଛି, ସିଏ କରିଛନ୍ତି, ସିଏ ସିଗ୍ନେଚର ତାଙ୍କ ଫଟୋରେ କିଏ ସିଗ୍ନେଚର କରିଛି, ଏଇ ଯୋଉ ଷ୍ଟାମ୍ପ ପେପର କିଏ ଆଣିଛି, ସବୁ ଷ୍ଟାମ୍ପ ପେପର ବି ତାଙ୍କ ସାଇନ୍ ହେଇଛି, ବୁଝୁଛନ୍ତି ତ? ସେଠି ମତେ ଥାନା ଯେତେବେଳେ ଜାଣିଲେ, ଥାନା ବାଲା କହିଲେ କି ଯେତେବେଳେ ଜଣେ ମାନେ ସତରେ ଅପରାଧୀ ଥାଏ, ତା ଶେଷ କାଳ ଆସେ ନା, ସିଏ କହେ ଯେ ଆଜ୍ଞା ମୁଁ କିଛି କରିନି, ମତେ ବଞ୍ଚାନ୍ତୁ, ବୁଝିପାରିଲେ? ସେଠୁ ମୁଁ ମୁକୁଳିଲି, ମାନେ ସେଇଠୁ ଯାଇକି ମୁଁ ମୁକୁଳିଲି ଯେ ପୋଲିସ ଜାଣିପାରନ୍ତି ଯେ କିଏ ଭୁଲ କରିଛି କିଏ ଠିକ କରିଛି। ସେଥିପାଇଁ ଆଜ୍ଞା ଥାନା ନେଇ ଠିଆ କରେଇଲେ। ଥାନା ବାଲା ବୁଝିଲେନି, ମାନେ ଆମର ବଡଗଡ ଥାନା, ବୁଝିପାରିଲେ? ବଡ ଥାନାରେ ବୁଝିଲେନି ଯେମିତି, ସେଠୁ ସିଏ ଗଲେ ଚାରିଛକ ଥାନା, ଯାହା ପାଖରେ ଗାଡିଟା ଥିଲା। ଆଚ୍ଛା, ଏଇ ଯୋଉ ରେପ କେସ୍ କଥା ମୁଁ ଯୋଉ କହୁଛନ୍ତି, ଚାରିଛକ ଥାନାରେ, ଚାରିଛକ ଥାନା, ନିମାପଡା 4ଛକ ଥାନା, ଆପଣ ଭାବନ୍ତୁ। ସେଠିକି ଗଲେ, ସେଠିକି ଗଲା ପରେ ସେଠି ମତେ ଡାକିଲେ ଆଜ୍ଞା, ମୁଁ ଗଲି। ତ ସେ ପୁରା ତାଙ୍କର ଭଦ୍ର ବ୍ୟକ୍ତି 5-6 ଜଣ ଭଦ୍ର ବ୍ୟକ୍ତିକୁ ନେଇକି ଆସିଥାନ୍ତି।
ଆଉ ଥାନା ବାଲା ବି ସବୁ ବସିଥାନ୍ତି। ମୁଁ ଯେତେବେଳେ ଗଲା ପରେ ମତେ କହିଲେ ପୁଅ ତମେ ତାଙ୍କ ଗାଡିଟା ନେଇଛ, ଆଉ ପଇସା ବି ନେଇଛ, ଗାଡି ବି ନେଇଛ, ପଇସା ବି ନେଇଛ, ଆଉ ତମେ ତା ପଇସା ଫେରାଅ। ମୁଁ ପଇସା କହିଲି ମୁଁ ଦେଲି, ଗାଡି ମୁଁ ଦେଇଛି ହଁ ତା ପାଇଁ ପଇସା, ତାଙ୍କ ମୁଁ ନାଁରେ ଗାଡି କହିଲି କିଣେଇଲି। ମାନେ ଭାବନ୍ତୁ ସିଏ ମତେ ବହୁତ ପ୍ରେସରାଇଜ ସେଠି କଲେ, ଭଗବାନଙ୍କ ରାଣ ଭଗବାନଙ୍କ ଇଏ ଦେଇକି, ମାନେ ଭଲରେ ମନ୍ଦରେ ଯୋଉ ସାମ ଦାମ ଦଣ୍ଡଭେଦ କୁହନ୍ତିନି, ସେଇ ଭଳିଆରେ ମତେ କହିବା ପାଇଁ ଚାଲେ ଯେ ତମେ ନିଜେ କୁହ ଯେ ତମେ ନିଜେ ରଖିଛ, ତମେ ନିଜେ ଇଏ କରୁଛ। କାହିଁକିନା ବରଗଡ଼ ଥାନା ସେ ସେଇ ପ୍ରପୋଜାଲ ସେ କରିଥିଲେ ଟ୍ରିକ୍ ତାଙ୍କ ଟାକୁ ଲଗେଇଥିଲେ କିନ୍ତୁ ହେଇପାରିଲାନି, ନା କାରଣ ସେ ଲେଡି ଅଫିସର ଜଣେ ଜାଣିଲେ ଜିନିଷଟା ଯେ ତାଙ୍କ ଭାଇ ସିଏ ଆଉ ତାଙ୍କ ଓକିଲ ଏମାନେ ସମସ୍ତେ ମତେ ପ୍ରେସରାଇଜ କଲେ ଲେଖିବା ପାଇଁ। ମୁଁ ସେଠି ବି ଲେଖିଲିନି। ମୋର ଗୋଟେ ସାଙ୍ଗ ଥିଲା ଯିଏକି ମତେ ମୋ ସେ ଟାଇମରେ ମୋ ପାଖରେ ଠିଆ ହେଲା, ବୁଝିପାରୁଛନ୍ତି ତ, ବିପଦ ଟାଇମରେ ସେ ଠିଆ ହେଲା। ସିଏ ଥିଲା ବୋଲି ମୋ ସାହସ ବଢିଲା, କି ନହେଲେ ମୁଁ ତ ଲେଖି ଦେଇଥାନ୍ତି। ବୁଝିଲି। ମୁଁ ତାଙ୍କ ସିଏ ମତେ ଏମିତି ପ୍ରେସରାଇଜ କଲେ, ଆମ ମେଣ୍ଟାଲ କଣ୍ଡିସନ ଏମିତି ଥିଲା, ମୁଁ ଲେଖି ଦେଇଥାନ୍ତି ଆଜ୍ଞା, ଯାହା ହଁ, ହଉଛି ହଉ ପଛେ ଦୈନିକ ଆଉ। କିଏ ଥାନାକୁ ଯିବ, ହେ ଲିଖିତ ଯାହା ହବ ଦେଖାଯିବ। ହଁ ସେଠୁ ଭାବନ୍ତୁ, ସେଠି ବି ଏମିତି କହିଲେ, ମାନେ ମୁଁ ତ ମାନିଲିନି। ଯୋଉମାନେ ଥିଲେ, ଯୋଉମାନଙ୍କ ପାଖରେ ଗାଡି ବି ଥିଲା, ସେମାନେ ବି ଆସିଥିଲେ, ସେ ବି ମାନିଲେନି, ସେ ବି ଦେଖେଇଲେ, ପ୍ରୁଫ ଦେଖେଇଲେ ସବୁ। ମତେ ଏଇ ଯୋଉ ୱାନ୍ ଷ୍ଟାର ଯିଏ ଅଛନ୍ତି, ଏଏସ୍ଆଇ ଯିଏ ଅଛନ୍ତି ଥାନା, ସିଏ କହୁଛନ୍ତି ତାଙ୍କୁ, ଆଉ ମା ତୁ ଗୋଟେ କାମ କର, ତୁ ଏ ପିଲା ନା ରେପ୍ କେସ୍ ପକେଇଲୁ, ଏ ରେପ୍ କେସ୍ ଟା ଲେଖ, ମୁଁ ଏଇନେ ତାକୁ ନ ପୁରେଇ ଦେଇ ମତେ କହିବୁ। ମୁଁ ଆଜ୍ଞା ଜୋତା ଖୋଲି ଭିତରୁ ଯାଉଥିଲି, ଜୋତା ପିନ୍ଧି ଆସିଲି। ମୁଁ କହିଲି ଆଜ୍ଞା କଣ କହିଲେ? ରେପ୍ କେସ୍? ହଉ ମା ଲେଖ, ତୁ ରେପ୍ କେସ୍ ଲେଖ, ମୁଁ ଯିବି, ଆଉ ଥାନା ଯିବି, ଜେଲ ଯିବି, ଆସିବି ଆଜ୍ଞା। ହ୍ୟୁମାନ ରାଇଟ୍ସ ନାଁ ଶୁଣିଛନ୍ତି ଆପଣ? ନାଁଟା ଆସିଲେ ତାପରେ ବୁଝାବୁଝି ହବ ଆଉ। ନାଇଁ ନାଇଁ, ସେ ଯେତେବେଳେ ବୁଝିଲେ? କହିଲେନି କି ମା ରେପ୍ କେସ୍ ଟା ଏଠି ଲେଖିଦିଅ ହୁଁ ବୋଲି, ଆପଣ ବି ସେ ଯୋଉ ଥାନାର ଯିଏ ଥିଲେ ଏଏସ୍ଆଇ ଯାହା କହୁଛନ୍ତି ୱାନ୍ ଷ୍ଟାର ବୋଲି ସେ ଅଧିକାରୀ କି କହିଥାନ୍ତେ ଆପଣ ରେପ୍ କେସ୍ ଦିଅନ୍ତୁ, ଆଇନ ଆଗରେ ଆଜି ଲାଇଭ ରେପ୍ ହବ ଏବଂ ଆପଣ ସେଟା ଦେଖିବେ। ମୁଁ ଜାଣିବି ଯେ ମୁଁ ରେପ୍ କରିକି ହିଁ ଜେଲ ଗଲି, ମିଛରେ ରେପ୍ ଯିବାଠୁ ଭଲ ସତରେ ରେପ୍ କରିକି ଯିବି। ଏବଂ ମୋର ତ ତା ସହିତ ବାହାଘର ହେଇଥାନ୍ତା, ଏକରେ ତ ଗାଡି ଥାନାରେ କିଣି ଦେଇଥିଲି, ଲକ୍ଷାଧିକ ଟଙ୍କା ବି ଦେଇଦେଇଛି, ମାନସିକ ପ୍ରେସରରେ ବର୍ତ୍ତମାନ ହଉଛି। ମୋ ବୋଉ ବର୍ତ୍ତମାନ ଥାନାରେ ଆସିକି ଛିଡା ହେଲାଣି, ମୁଁ ଥାନାକୁ ଆସୁଛି। ଏବଂ ଏଭଳିଆ ପରିସ୍ଥିତିରେ ଯଦି ପୁଣି ଥରେ ମତେ ମିଛ ଦୋଷରେ ରେପ୍ କେସ୍ କରାଇକି ମତେ ଯଦି ଜେଲ ପଠାଯିବା ପାଇଁ ଯୋଜନା ଚାଲିଲାଣି, ସତକୁ ସତ ରେପ୍ କରିକି କାହିଁକି ବା ନ ଯିବି?